ମୁଁ ଆମର ନେତା ନବୀନ ବାବୁଙ୍କୁ କହିସାରିଛି ଯେ ଆମେ ବିଜୁ ବାବୁଙ୍କ ଫର୍ମୁଲା ସାର୍ ଆପଣାଇବୁ, ଆପଣ ଆମକୁ ମନା କରନ୍ତୁ ନାହିଁ, ଯାହା ହେବ ଦେଖାଯିବ। ଇଏ ଦି ମୁଣ୍ଡିଆ ମାନଙ୍କୁ ଆମେ ଛାଡ଼ିବୁନି ବି କହିସାରିଛି। ନେତା ନବୀନ ପଟ୍ଟନାୟକଙ୍କୁ କହିଦେଇଛି ମୁଁ, ନେତା ଆମର ନବୀନ ପଟ୍ଟନାୟକ ନବୀନ ବାବୁଙ୍କ ସାଙ୍ଗରେ ରହିବା। ଦି ମୁଣ୍ଡିଆ ଦି ପଟେ ଚାଲାକି ଦେଖିଲେ ଚଳିବ ନାହିଁ, ଆମେ ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ, ବିଜୁ ବାବୁଙ୍କ ଫର୍ମୁଲା ପ୍ରୟୋଗ କରିବୁ। ଯୋଉଠି ନହେଲେ ସେଠି ଆଉ କଣ କହିବି, ପାଟିରେ କହିବିନି, ତାକୁ ଗେଲ କରିବୁ। ଏତେ ନିଶ୍ଚିତ ଭାବରେ ଆପଣମାନେ ଆଗାମୀ ଦିନରେ ଦେଖିବେ। ମୋର ବନ୍ଧୁଗଣ, ମା ଭଉଣୀ ମାନେ, ଯୋଉ ଦଳକୁ ଆମେ ପରିଶ୍ରମ କରି ଏତେ ଦୂରକୁ ଆଣିଛୁ, ମୋର ମନେ ଅଛି 97 ମସିହାରେ 26 ତାରିଖରେ ଯେତେବେଳେ ଦଳ ଗଠନ ହେଲା, ନବୀନ ନିବାସ ଠାରେ ହେଲା, ସେଠି ମିଟିଂ ହେଇଥିଲା, ସେଠି ଦଳ ଗଠନ ହେଇଥିଲା। ଆଜିକା ପରି ଲାଗୁଛି ଦେଖି ଦେଖି 29 ବର୍ଷ ବିତିଗଲା। ମୁଁ ଅନୁରୋଧ କରୁଛି ମୋର ଯୁବକ ଭାଇମାନଙ୍କୁ, ଭଉଣୀମାନଙ୍କୁ, ସମସ୍ତଙ୍କୁ ଆମେ ନବୀନ ବାବୁଙ୍କ ସାଙ୍ଗରେ ରହିବା। ଆମେ ଡରିବା ନାହିଁ, କାହାର ଚାପଲୁସିଗିରି କରିବା ନାହିଁ, କାହା ଅଣ୍ଡରରେ ରହିବା ନାହିଁ। ନବୀନ ପଟ୍ଟନାୟକର ଅଣ୍ଡରରେ ଆମେ ସମସ୍ତେ ରହିବା। ନବୀନ ବାବୁଙ୍କ ନିର୍ଦ୍ଦେଶରେ ଆମେ କାମ କରିବା। ବିଜୁ ବାବୁଙ୍କ ଟେକ ରଖିବା।